2024 ନିର୍ବାଚନ ପୂର୍ବରୁ ସୁର ରାଉତରାୟ ସିଧାସଳଖ ନହେଲେ ବି ବୁଲେଇ ବାଙ୍କେଇ ବିଜୁ ଜନତା ଦଳକୁ ପଳେଇ ଆସିଲେ। ଲୋକେ ଭାବିଥିଲେ ଜଟଣୀରେ ଗୋଟିଏ ପଟେ ବିଭୂତିଙ୍କ ଲୋକ ଆଉ ସୁରଙ୍କ ଲୋକ ମିଶିଗଲେ ବିଜେଡି ସଂଗଠନରେ ଡବଲ ଇଞ୍ଜିନ୍ ଲାଗିଯିବ। ଏବେ କିନ୍ତୁ ଆଜ୍ଞା ଫଳ ଠିକ୍ ଓଲଟା। ଏଇ ନିକଟରେ ଜଟଣୀ ପଞ୍ଚାୟତରୁ ଅନେକ ତୁଙ୍ଗ ନେତାମାନେ ବିଜେପି କି ପଳାଇଥିଲେ। ଆଉ ଏବେ ଆଉ ଏକ ବିଜେଡିକୁ ଝଟକା। ପୌର ପରିଷଦର ପୌରପାଳଙ୍କ ବିରୋଧରେ ବିଜେଡି ନେତାମାନେ ଅନାସ୍ଥା ପ୍ରସ୍ତାବ ଆଣିଲେଣି। ଲୋକେ କହୁଛନ୍ତି ବିଭୂତି ଭାଇନା ଆଉ କୁଆଡ଼େ ବିଜେଡି ସଂଗଠନ ଉପରେ ଧ୍ୟାନ ଦେଉନାହାନ୍ତି। ନିନ୍ଦୁକମାନେ କହୁଛନ୍ତି ବିଭୂତି ବାବୁଙ୍କର ଏବେ ବିଜେପି ପ୍ରେମ ବଢ଼ିଯାଇଛି। 2029ରେ ତାଙ୍କ ପୁଅଙ୍କୁ ବିଜେପିରୁ ଏଣ୍ଟ୍ରି ଦେବା ପାଇଁ ସେ କୁଆଡ଼େ ଅପରାଜିତା ଷଡ଼ଙ୍ଗୀ ସହିତ ସନ୍ଧି କରିଛନ୍ତି। ଏକଥା ସତ କି ମିଛ, କିନ୍ତୁ ଜଟଣୀ ରାଜନୀତିରେ ଏହାକୁ ନେଇକି ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆପଣଙ୍କ ପାଖରେ କିଛି ଖବର ଥିଲେ ନିଶ୍ଚିତ ଭାବରେ କମେଣ୍ଟ ବକ୍ସରେ ଜଣାଇବେ। ନମସ୍କାର।